भूषणं अमरकृत्य शरणं प्रभुतं लोकजीवनं प्रणये प्रमुत जगदीपनं वन्दे जीवनजीवनं सत्पुरुषं नमामि। ପ୍ରାଣର ଶ୍ରୀ ଠାକୁର ଜଗତ ଜନନୀ ଶ୍ରୀ ଲକ୍ଷ୍ମୀ ମା ଯୋଗାଚାର୍ଯ୍ୟ ଶ୍ରୀ ବଡ଼ଦା ଆଜିର ଭରସା ପ୍ରଧାନ ଆଚାର୍ଯ୍ୟଙ୍କ ଚରଣରେ ବଳନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାର ସମସ୍ତଙ୍କ ଚରଣରେ ବଳନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ସତ୍ସଙ୍ଗରେ ଉପସ୍ଥିତ ସମସ୍ତ ପୂତ ପଞ୍ଜାଧାରୀ ରୀତିକ ମଣ୍ଡଳୀ ଅଧ୍ୟକ୍ଷ ମଣ୍ଡଳୀ ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଅବମିଷ୍ଟ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ ଗୁରୁ ମାତା ସାଧୁ ସଜ୍ଜନ ମଣ୍ଡଳୀ କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟ ଗୁରୁ ଜଣାଏ। ସର୍ବପ୍ରଥମେ ଆଜିର ସତ୍ସଙ୍ଗରେ ଯେଉଁମାନେ ଭୋଗ ନିବେଦନ କରିଛନ୍ତି ତାଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରେ। ଆଉ ଓଡ଼ିଶା ସତ୍ସଙ୍ଗର ପରିଚାଳକ ତଥା ସହଯୋଗୀ ସମସ୍ତଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖେ। ତ ଆଜିର ଯୋଉ ଟପିକ ରଖାଯାଇଛି ତାହା ହଉଛି ଇଷ୍ଟକର୍ମ। କାଲି ରାତିରେ ଦାଦା ଫୋନ କଲେ, ଆଉ ମୁଁ ତ କାଲି ଉତ୍ସବ ଥିଲା, ବହୁତ ବ୍ୟସ୍ତ ଥିଲି। ରାତି 11ଟା ବେଳେ ଟପିକ ସ୍ଥିର ହେଲା। ତେବେ ଆମେ ତ କର୍ମ ସମସ୍ତେ କରୁ। ଜୀବନଟା ଏକ କର୍ମଯଜ୍ଞ। ମଣିଷ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସଦା ସର୍ବଦା କିଛି ନା କିଛି କର୍ମ କରେ। ସେ କର୍ମରେ ଯୋଡା ହେଇଛି ଏ ଜୀବନର ପ୍ରତିଟି ସ୍ପନ୍ଦନ। ତେଣୁ ନର ରୂପରେ ଯେତେବେଳେ ଭଗବାନ ମଧ୍ୟ ଧରାପୃଷ୍ଠକୁ ଆସନ୍ତି ତାଙ୍କୁ ମଧ୍ୟ କର୍ମ କରିବା ପାଇଁ ପଡେ। କେହି କର୍ମରୁ ବିଚ୍ୟୁତ ଯାଆନ୍ତିନି। ଯଦି କର୍ମ କରିବା ପାଇଁ ସମସ୍ତଙ୍କୁ ପଡେ, ତେଣୁ ବିଭିନ୍ନ କର୍ମର ବ୍ୟାଖ୍ୟା ଅଛି। କର୍ମର ବିଭିନ୍ନ ଦିଗନ୍ତ ପ୍ରସାରୀ ଜିନିଷ ଆମେ ଜାଣିଛୁ। ଏଇ କର୍ମ ହିଁ ମଣିଷକୁ ଗୋଟେ ବାୟୋଲୋଜିକାଲ ମଣିଷରୁ ଗୋଟେ ଡିଭାଇନ ମଣିଷରେ ରୂପାନ୍ତରିତ କରିପାରେ। ଗୋଟେ ସାମାନ୍ୟ ମଣିଷରୁ ଏକ ଅସାମାନ୍ୟ ମଣିଷରେ ପରିଣତ କରିଦେଇପାରେ। ଏଇ କର୍ମ ମଣିଷକୁ ବିଭିନ୍ନ ପରିଚୟ ପ୍ରଦାନ କରେ। ଜଣେ ସମାଜସେବୀ, ଜଣେ ରାଜନୀତିଜ୍ଞ, ଜଣେ ବିଶିଷ୍ଟ କର୍ମୀ, ଜଣେ ଶିକ୍ଷକ, ଜଣେ ଡାକ୍ତର, ଜଣେ ଇଞ୍ଜିନିୟର, ଏମିତି ଅନେକ ପରିଚୟ ସୃଷ୍ଟି କରେ। ଏବଂ ସେ ପରିଚୟ ପଛପଟରେ ଯାହା ଥାଏ ତାହା ହଉଛି ତାର ବାସ୍ତବ କର୍ମ। ଆମେ ଅନେକ କିଛି କର୍ମ କରୁ। ସେଇ କର୍ମ ଭିତରେ କିଛି କିଛି କର୍ମ ଆମକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିକି ତୋଳେ। ତାହା ହିଁ ଆମର ପରିଚୟ ହେଇ ଉଠେ। ଏବଂ ଆମର ପରିଚୟ ପଛପଟରେ ଆମର କର୍ମ ହିଁ ଅଛି। ଜଣେ ପ୍ରଧାନମନ୍ତ୍ରୀ ଆଜି ହେଇଛନ୍ତି, ସେମିତି କିଛି କର୍ମ କରିକି ସେ ପ୍ରଧାନମନ୍ତ୍ରୀ ହେଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ହଉଛନ୍ତି, କି ଜଣେ ଯାହାବି କିଛି ଯିଏ କିଛି ଯେମିତି ମଣିଷ ହେଇଛନ୍ତି, ସବୁ ପଛପଟରେ କର୍ମ ରହିଛି। ତେଣୁ କର୍ମରୁ କେହି କେବେ ବାଦ ଯାଇପାରେ ନା। ତେଣୁ ପ୍ରତିନିୟତ ଆମେ କର୍ମ କରିବା ପାଇଁ ପଡେ। ଯୋଉମାନେ ସମାଜରେ ବଡ ହେଇଛନ୍ତି, ଯଦି ଦେଖାଯାଏ ଯୋଉମାନେ ସମାଜରେ ବଡ ହେଇଛନ୍ତି ତା ପଛପଟରେ ରହିଛି ନିଃସ୍ୱାର୍ଥପର କର୍ମ। ଯୋଉମାନେ ସ୍ୱାର୍ଥପର ମଣିଷରେ ସ୍ୱାର୍ଥ ପାଇଁ ଯୋଉମାନେ କିଛି କର୍ମ କରନ୍ତି, ସେମାନେ ସେତେ ସଂକୀର୍ଣ୍ଣ ହେଇଯାଆନ୍ତି, ସେତେ ଛୋଟ ହେଇଯାଆନ୍ତି, ସଂକୁଚିତ ହେଇଯାଏ ସେମାନଙ୍କର ଜୀବନ। ଆଉ ଯୋଉମାନଙ୍କର ଜୀବନ ଯେତେ ବ୍ୟାପକ, ଯେତେ ବିସ୍ତୃତ, ସେଇମାନେ ଜୀବନରେ ଏକ ଶ୍ରେଷ୍ଠ ମଣିଷରେ
ରୂପାନ୍ତରିତ ହୁଅନ୍ତି। ତେଣୁ ସୁଭାଷ ଚନ୍ଦ୍ର ବୋଷ କୁହନ୍ତୁ, ମହାତ୍ମା ଗାନ୍ଧୀ କୁହନ୍ତୁ, ଗୋପବନ୍ଧୁ କୁହନ୍ତୁ, ଏଇମାନେ ହଉଛନ୍ତି ତାର ଜ୍ୱଳନ୍ତ ଉଦାହରଣ। ନିଜର କର୍ମ ପାଇଁ ସେମାନେ ଗୋଟେ ମହାତ୍ମା, ଏକ ମହାନ ମଣିଷରେ ପରିଣତ ହେଇଛନ୍ତି। ତେଣୁ ଠାକୁର ତ ଭାବବାଣୀରେ ତାହା କହୁଥିଲେ ଯେ ବଦ୍ଧ କର୍ମ ଆଉ ମୁକ୍ତ କର୍ମ। ବଦ୍ଧ କର୍ମ ମାନେ ଯେତେବେଳେ ଯାହା କିଛି ଆମେ ଯେତେବେଳେ କିଛି କାମ କରୁ, ସବୁ କିଛି ମୋର ମୋର କହି କରୁ। ସୁନ୍ଦର ଭାବରେ ଦାଦା ଗୀତ ଗାଉଥିଲେ, ମତେ ସେଇ ବନ୍ଧନରୁ ମୁକ୍ତ କରିଦିଅ। ସେଇ କର୍ମ ହିଁ ବନ୍ଧନ। ମୁଁ ଯାହା କିଛି କରେ, ମୋ ସ୍ତ୍ରୀ ପାଇଁ କରେ, ମୋ ଝିଅ ପାଇଁ କରେ, ମୋ ପୁଅ ପାଇଁ କରେ, ମୋ ପରିବାର ପାଇଁ କରେ, ସବୁ ମୋର ମୋର ପାଇଁ କରେ, ତାହା ହିଁ ହଉଛି ବଦ୍ଧ କର୍ମ। ଆଉ ଏଇ ବଦ୍ଧ କର୍ମ ହିଁ ମଣିଷକୁ ସଂକୁଚିତ କରିଦିଏ। ଆଉ ମଣିଷ ଯେତେବେଳେ ମୁକ୍ତ ଭାବରେ ସବୁ କିଛି ନିଃସ୍ୱାର୍ଥପର ଭାବରେ ଯେତେବେଳେ କର୍ମ କରେ, ଏବଂ ସେଇ କର୍ମ ହିଁ ତାହା ହିଁ ମୁକ୍ତ କର୍ମ। ମୁଁ ଯେତେବେଳେ କାମ କରେ ଏବଂ ପରମ ପିତାଙ୍କ ଉଦ୍ଦେଶ୍ୟରେ କରେ, ଯେ ମୁଁ ପରମ ପିତାଙ୍କ ପାଇଁ କରେ, ମୋର ସମସ୍ତ କର୍ମ ପରମ ପିତାଙ୍କ ପାଇଁ ଉଦ୍ଦିଷ୍ଟ। ସେଦିନ ଠାକୁର କହୁଛନ୍ତି, ଜଣେ ତାଙ୍କ ସ୍ତ୍ରୀ କି ପିତା ମରାଧରା କରନ୍ତି। ଠାକୁର କହୁଛନ୍ତି, ତୋ ସ୍ତ୍ରୀ ହଉଛି ମୋ ଝିଅ, ତୋ ସ୍ତ୍ରୀ ହଉଛି ମୋର ଝିଅ, ମୋର ଝିଅକୁ ତୁ ବାଡେଇଥାନ୍ତୁ। ତେଣୁ ବାସ୍ତବିକ ଏଇ ଯୋଉ କଥା, ତେଣୁ ବାସ୍ତବିକ ସେଇ କଥାରୁ ଆମେ ଅନୁଭବ ହୁଏ ଯେ ସବୁ କିଛି ମୁଁ ଯେତେବେଳେ ମୋ ସ୍ତ୍ରୀ ପାଇଁ କର୍ମ କରେ, ମୁଁ ଯଦି ଭାବେ ସିଏ ହଉଛି ଗୋଟେ ପରମ ପିତାଙ୍କର ସନ୍ତାନ, ପିଲାମାନଙ୍କ ପାଇଁ କାମ କରେ, ସିଏ ବି ଗୋଟେ ପରମ ପିତାଙ୍କର ଗୋଟେ ସନ୍ତାନ। ତେଣୁ ମୁଁ ତାଙ୍କ ପାଇଁ କର୍ମ କରିଲା ବେଳେ ମୁଁ ଯେତେବେଳେ ଭାବେ ଏ ସମସ୍ତ କର୍ମ ଯେତେବେଳେ ପରମ ପିତାଙ୍କ ପାଇଁ ସମର୍ପିତ ହେଇଥାଏ, ସେଥିରେ ବନ୍ଧନ ହବା କଥା। ସେଇ କର୍ମ ବନ୍ଧନରୁ ଯେତେବେଳେ ମଣିଷ ମୁକ୍ତ ହେଇଯାଏ, ସେ କର୍ମବନ୍ଧନରୁ ଯେତେବେଳେ ମଣିଷ ମୁକ୍ତ ହେଇଯାଏ, ସେ ଶାନ୍ତିରେ ସ୍ୱସ୍ତିରେ ମୁକ୍ତିର ପଥର ଅନୁଗାମୀ ହେଇ ଉଠେ। ତେଣୁ ଠାକୁର ସତ୍ୟାନୁଷ୍ଠାନରେ ସେଇ କଥା କହିବାକୁ ଯାଇ କହୁଛନ୍ତି, ଯୋଉ କର୍ମ ମନର ପ୍ରସାରଣ ଆଣିଦିଏ, ମନକୁ ପ୍ରସାରିତ କରେ, ଉଚ୍ଚ ସ୍ତରକୁ ନେଇଯାଏ, ତାହା ହିଁ ସୁକର୍ମ। ଏବଂ ଯୋଉ କର୍ମ ମଣିଷକୁ ସଂସ୍କାର ଜିଦ୍ ଆଣିଦିଏ ଏବଂ ମଣିଷକୁ ସଂକୀର୍ଣ୍ଣ ମନା କରିଦିଏ, ଛୋଟ କରିଦିଏ, ତାହା ହିଁ କୁକର୍ମ। ପୁଣି ଠାକୁର କହୁଛନ୍ତି, ଯୋଉ କର୍ମ ମଣିଷ ପାଖରେ କହିଲେ ମୁହଁରେ କାଳିମା ପଡେ, ତାକୁ କରିବାକୁ ଯାଅ ନାହିଁ। ଘୃଣା ଲଜ୍ଜା ଭୟରେ ଗୋପନୀୟତା ଯେଉଁଠି, ସେଇଠାରେ ହିଁ ଦୁର୍ବଳତା, ଆଉ ସେଇଠାରେ ହିଁ ପାପ। ତେଣୁ ଯୋଉ ଅସ୍ତିତ୍ୱକୁ ଯେତେବେଳେ ଯାହା କଲେ ରକ୍ଷା କରିହୁଏ, ତାହା ହିଁ ପୁଣ୍ୟ। ଏବଂ ଏଇ ଶରୀର ବା ଅସ୍ତିତ୍ୱକୁ ଯାହା କରିଲେ କ୍ଷୟ ହେଇଯାଏ, କ୍ଷତି ହେଇଯାଏ, ତାହା ହିଁ ହଉଛି ତ ପାପ। ତେଣୁ ଆମେ ଏଇ ଯୋଉ କର୍ମ କରୁ, କର୍ମ ପଛପଟରେ ଗୋଟେ ଜିନିଷ ଥାଏ, ତାହା ହଉଛି ଆମର ବିଶ୍ୱାସ। ସେଥିପାଇଁ ଶ୍ରୀ ଠାକୁର କହୁଛନ୍ତି ଯେ ଆମେ ଏଇ ଯୋଉ କର୍ମ କରୁ, କର୍ମ ବିଶ୍ୱାସକୁ ଅନୁସରଣ କରେ। ଆମେ ଯେତେବେଳେ କିଛି କର୍ମ କରୁ, ତ ଆମର ବିଶ୍ୱାସ ଅନୁସାରେ ହିଁ କର୍ମ କରିଥାଉ। ଯେପରି ବିଶ୍ୱାସ, କର୍ମ ମଧ୍ୟ ସେଇପରି ହୁଏ। ତେବେ କଥା ଉଠେ, ସବୁ ଆମେ ଯାହା କିଛି କର୍ମ କରୁ, ସେ ସମସ୍ତ କର୍ମ କଣ ଇଷ୍ଟ କର୍ମ? ସେ ସମସ୍ତ କର୍ମ କଣ ଇଷ୍ଟ କର୍ମ ହେଇଥାଏ? ତେବେ ଇଷ୍ଟ କର୍ମ କଣ? এই ଇଷ୍ଟ କର୍ମକୁ ଯଦି ଆମେ ଚିନ୍ତା କରୁ, ଆମେ ଯେତେ କର୍ମ କରୁ,
ତା ଭିତରୁ ଠାକୁରଙ୍କର ଯୋଉ ପଞ୍ଚଧାରା ଅଛି, ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତିକ ସଦାଚାର, ମୁଁ ଯଦି ପ୍ରତିନିୟତ ନାମ କରେ ତେବେ ତାହା କଣ ଗୋଟେ ଇଷ୍ଟକର୍ମ? ନାମ କରିଲେ ମୁଁ ଇଷ୍ଟଙ୍କ ସହିତ ଯୋଡି ହୁଏ, ପରମ ପିତାଙ୍କ ସହିତ ଯୋଡି ହୁଏ। ଆଉ ପରମ ପିତାଙ୍କ ସହିତ ମୁଁ ଯେତେବେଳେ ଯୋଡି ହୁଏ ସେତେବେଳେ ପରମ ପିତାଙ୍କ ସହିତ ମୋର ଯୋଉ ବନ୍ଧନ ହୁଏ, ଯୋଉ ଆଟାଚମେଣ୍ଟ ହୁଏ, ସେ ଆଟାଚମେଣ୍ଟ ହয়তো ମୋ ଜୀବନର ପୁନରୁଦ୍ଧାର କରିପାରେ, ମୋର ମୁକ୍ତିର ପଥରେ ମତେ ନେଇ ଯାଇପାରେ। ମୁଖ୍ୟ ପଥରେ ନେଇ ଯାଇପାରେ। କିନ୍ତୁ ଇଏ କଣ ଇଷ୍ଟକର୍ମ? ଇଏ ତ ମୋ ପାଇଁ କରେ। ମୁଁ ଯେତେବେଳେ ନାମ କରେ, ଇଏ ମୁଁ ନିଜ ପାଇଁ କରେ, ମୁଁ ଇଷ୍ଟଙ୍କ ପାଇଁ କିଛି କରେନି। ଇଏ ଏକ ସାଧନାର ପଥ, ମୋ ଜୀବନକୁ ସାଧନା ପଥରେ, ଉନ୍ନତି ପଥରେ ନେବାର ଇଏ ଏକ ମାଧ୍ୟମ। ତେଣୁ ଇଏ କଣ ଇଷ୍ଟକର୍ମ? ନା, ଏ ମଧ୍ୟ ଇଷ୍ଟକର୍ମ ନୁହେଁ। ଯୋଉ ଯଜନ କରେ ଇଏ ମଧ୍ୟ ଇଷ୍ଟକର୍ମ ନିଏ, ନିଜକୁ ଶୁଦ୍ଧ କରିବା ପାଇଁ ମୁଁ କରେ। କିନ୍ତୁ ମୁଁ ଯେତେବେଳେ ଯାଜନ କରେ, ଇଷ୍ଟଙ୍କର ପ୍ରତିଷ୍ଠା ପାଇଁ, ଇଷ୍ଟଙ୍କ ବିଷୟରେ ଯେତେବେଳେ ଅନ୍ୟମାନଙ୍କୁ କହେ, ଏ ଇଷ୍ଟର ମାନେ ହଉଛି କଣ? ନା, ଇଷ୍ଟର ମାନେ ହଉଛି ମଙ୍ଗଳ। ତେଣୁ ଇଷ୍ଟର ମାନେ ହଉଛି ମଙ୍ଗଳ। ଇଷ୍ଟ କର୍ମ ମାନେ ମଙ୍ଗଳର କର୍ମ। ଏବଂ ଇଷ୍ଟଙ୍କ ମଙ୍ଗଳ ପାଇଁ ମୁଁ କିଛି କରେ ନା, କାରଣ ଇଷ୍ଟ ତ ମଙ୍ଗଳର ଊର୍ଦ୍ଧ୍ୱରେ, ସେ ମଙ୍ଗଳର ସ୍ରଷ୍ଟା, ଏବଂ ତାଙ୍କ ପାଇଁ ମୁଁ କିଛି କରେ ନା। এই ଇଷ୍ଟ କର୍ମ ହଉଛି ଯୋଉ ଯାଜନ ମୁଁ କରେ, ଇଷ୍ଟଙ୍କର ଯୋଉ ଭାବାଦର୍ଶ ଅଛି, ଯୋଉ ଦର୍ଶନ ଅଛି, ଯୋଉ ଅନୁଶାସନ ବାଦ ଅଛି, ମୁଁ ଯେତେବେଳେ ଅନ୍ୟକୁ ଜଣାଏ, ସେ ସେଥିରେ ଯାଜିତ ହୁଏ। ମୋ ଯାଜନରେ ସେ ଯାଜିତ ହୁଏ, ପରମ ପିତାକୁ ବୁଝେ ଏବଂ ପରମ ପିତାକୁ ବୁଝି ତା ଜୀବନ ଆଦର୍ଶରେ ପରିବର୍ତ୍ତନ କରେ, ଏବଂ ତାହା ହିଁ ହଉଛି ବାସ୍ତବ ଇଷ୍ଟ କର୍ମ। এই ଯାଜନ ହଉଛି ଏକ ଇଷ୍ଟ କର୍ମ। এই ଯାଜନ କରିବା ଭିତରେ ଏଥିରେ ମୋର ବ୍ୟକ୍ତିଗତ ଅନେକ ସାଧନା ପଥରେ ମଧ୍ୟ ସାହାଯ୍ୟ କରିଥିଲେ ମଧ୍ୟ ଇଏ ମୋର ଜୀବନକୁ ଅତ୍ୟନ୍ତ ପରିବର୍ତ୍ତନ କରିଲେ ମଧ୍ୟ ଇଏ ଏକ ବାସ୍ତବ ଇଷ୍ଟ କର୍ମ ହେଇଥାଏ, ଏବଂ ଇଏ ଏକ ସାତ୍ବିକ କର୍ମ ଭିତରେ ଯାଏ। ଆଉ ଏଇ ଯାଜନ କରିବା ଭିତରେ ମୁଁ ଇଷ୍ଟକୁ ପ୍ରତିଷ୍ଠା କରେ ଅନ୍ୟମାନଙ୍କ ଭିତରେ, ମଙ୍ଗଳକୁ ପ୍ରତିଷ୍ଠା କରେ ଅନ୍ୟମାନଙ୍କ ଭିତରେ, ଏବଂ ଅନ୍ୟମାନେ ସେଇ ମଙ୍ଗଳ ପଥର ଯାତ୍ରୀ ହୁଅନ୍ତି। ତାହା ଏକ ବାସ୍ତବ ଇଷ୍ଟ କର୍ମ ହେଇଥାଏ। କିନ୍ତୁ ମୁଁ ଯୋଉ ଇଷ୍ଟ ବୃତ୍ତି କରେ, ମଙ୍ଗଳର ବୃତ୍ତି, এই ଇଷ୍ଟବୃତ୍ତି କରେ, ଇଷ୍ଟବୃତ୍ତି ହଉଛି ଠାକୁର କହୁଛନ୍ତି ଏକ ସାଇକୋସୋମାଟିକାଲ ଡିଜର୍ଡର ଟାକୁ ବାଲାନ୍ସ କରେ। ତ ମୋ ଶରୀର ଆଉ ମନ ଭିତରେ ଯୋଉ ବିଚ୍ୟୁତ ଥାଏ, ମୋ ଶରୀରର ଗତି ଏବଂ ମାନସିକ ଗତିକୁ ସମନ୍ୱିତ କରିବା ପାଇଁ ମୁଁ ଇଷ୍ଟବୃତ୍ତି କରେ। ଏ ଇଷ୍ଟବୃତ୍ତି, ମୁଁ ଇଷ୍ଟକୁ ପଇସା ଦିଏନି ବା ଇଷ୍ଟଙ୍କ ଉଦ୍ଦେଶ୍ୟରେ କିଛି, ଏଥିରେ ମୋର ବ୍ୟକ୍ତିଗତ ସ୍ୱାର୍ଥ ପୂରଣ ହୁଏ। ଇଷ୍ଟବୃତ୍ତିରେ ଦୀକ୍ଷା ବଞ୍ଚେ, ଏବଂ এই ଇଷ୍ଟବୃତ୍ତି କରିବା ମାଧ୍ୟମରେ ମୁଁ ପରମ ପିତାଙ୍କ ସହିତ ପ୍ରତିନିୟତ ଯୋଡି ହେଇକି ରହେ। ଇଏ ହଉଛି ମୋର କର୍ମ, ମୋ ନିଜର ଇଏ ଏକ ଇଷ୍ଟ କର୍ମରେ ମୁଁ ଭାବେ ନା, ଇଏ ମୋର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କରେ। যজন যাজন ইষ্টবৃত্তি, এই যে ইষ্টবৃত্তি ମୁଁ କରେ, ଏଠି ଯେ ସାଇକୋସୋମାଟିକାଲ ଡିଜର୍ଡର କୁ ବାଲାନ୍ସ କରେ, ମୋର ମନ ଏବଂ ଶରୀରର ଗତିକୁ ର କୋର୍ଡିନେସନ ଟାକୁ ସ୍ଥାପନ କରେ, ଏବଂ ଇଷ୍ଟଙ୍କ ପ୍ରତି
ଭଲ ପାଇବାଟାକୁ ବୃଦ୍ଧି କରେ। ଇଷ୍ଟ ବୃତ୍ତିରେ ମୁଁ ଇଷ୍ଟଙ୍କୁ କିଛି ଦିଏ, ଇଷ୍ଟକୁ ଦେଲେ ଇଷ୍ଟଙ୍କ ପ୍ରତି ମୋର ଭଲ ପାଇବାଟା ବୃଦ୍ଧି ହୁଏ। ମୁଁ ଯେତେବେଳେ ଜଣେ ମା ତା ଛୁଆକୁ ଏତେ କାହିଁକି ଭଲ ପାଏ, ମା ତା ସନ୍ତାନକୁ ଯେତିକି ଭଲ ପାଏ ଆଉ କେହି ବୋଧେ ବାପା ମଧ୍ୟ ପାରେ ନା, ଆଉ କେହି ମଧ୍ୟ ସେତିକି ଭଲ ପାଇ ପାରନ୍ତିନି। କାରଣ ମା ତା ଜୀବନରେ ସବୁ କିଛି ସେ ସନ୍ତାନକୁ ଦେଇଦିଏ, ପ୍ରତିବଦଳରେ କିଛି ଆଶା କରେ ନା। ସେଥିପାଇଁ ଆଉ ନିଜ ହାତରେ ଛୁଆ ପାଇଁ ସବୁ କିଛି କରେ। ସେଇ କର୍ମ, ସେଇ ବାସ୍ତବ କର୍ମ ସନ୍ତାନ ପ୍ରତି, ତାକୁ ସନ୍ତାନ ପ୍ରତି ଏତେ ଭଲ ପାଇବା ତାକୁ ଦିଏ। ପିଲାଟା ଯେତେବେଳେ ବାପା ମାଙ୍କୁ ପଚାରେ ନା, ଦୂରକୁ ଚାଲିଯାଏ, ଯଦି ସବୁଠୁ ବେଶୀ କିଏ ଯଦି ଦୁଃଖ ପାଏ ସେ ହଉଛି ମା। କାହିଁକି? ତାର ସମ୍ପୂର୍ଣ୍ଣ ଜୀବନ ମା ପ୍ରତି ସମର୍ପିତ ଥାଏ, ସନ୍ତାନ ପ୍ରତି ସମର୍ପିତ ଥାଏ। ଏବଂ ଏଇଟାକୁ ଆମେ ବୋଧ କର୍ମରେ ଯଦି ନଉ ତ ଦୁଃଖ ଦିଏ, ଯଦି ମୁକ୍ତ କର୍ମରେ ନବୁ ଇଏ ଆମକୁ ଦୁଃଖ ଦେବ ନାହିଁ। କାହିଁକି? ମୁଁ ମୋର ଆସକ୍ତି ଭିତ୍ତିରେ ଯଦି ମୁଁ କର୍ମ କରିଥାଏ ସନ୍ତାନ ପ୍ରତି ମଧ୍ୟ, ଇଏ ବୋଧ କର୍ମରେ ଯାଏ ଏବଂ ବୋଧ କର୍ମ ହିଁ ଏ ଆସକ୍ତି ହିଁ ଦୁଃଖର କାରଣ, ଠାକୁର ସତ୍ୟାନନ୍ଦ ସରସ୍ୱତୀ କହିଛନ୍ତି। ଏବଂ ତାପରେ ଆସେ ସ୍ୱସ୍ତୟୀ, ଯଜନ ଯାଜନ ଇଷ୍ଟପତି ସ୍ୱସ୍ତୟିନୀ, ସଦାଚାର। ସ୍ୱସ୍ତୟିନୀ ସୁସ୍ଥ ରହିବାର ଆୟାତ। ଶରୀର ଗୋଟେ ମନ୍ଦିର, ଯୋଉଠି ଦେବତା ଉପବେଶ କରନ୍ତି ଏବଂ ଶରୀରକୁ ଗୋଟେ ଦିବ୍ୟ ମନ୍ଦିର ଭାବରେ ଭାବି ସ୍ୱସ୍ତୟିନୀ ମନ୍ତ୍ର ନେଇକି ତାର ରକ୍ଷା କରିବା ପାଇଁ ଯୋଉ କର୍ମ କରାଯାଏ ତାକୁ ସ୍ୱସ୍ତୟିନୀ। 5ଟା ନୀତି ଯୋଉ ଅଛି ଇଏ ହଉଛି ସ୍ୱସ୍ତୟିନୀର ଧାରା। ଏ ସ୍ୱସ୍ତୟିନୀ ବି ଇଷ୍ଟ କର୍ମ ନୁହେଁ, ଇଏ ହଉଛି ମୋର ବ୍ୟକ୍ତିଗତ ଶୁଦ୍ଧତା ପାଇଁ, ମୋର ଶରୀରକୁ ଠିକ ଭାବରେ ରଖିବା ପାଇଁ। ଶରୀର ମାଧ୍ୟମ ଖଳୁ ଧର୍ମ ସାଧନ, ତେଣୁ ଏ ଶରୀର ମାଧ୍ୟମରେ ସବୁ ଧର୍ମ ସାଧନ କରାଯାଇପାରେ। ଶରୀର ନଥିଲେ ମଣିଷ କିଛି କରିପାରେ ନା। ତେଣୁ ଏ ଶରୀର ରକ୍ଷା ପାଇଁ ଯୋଉ କର୍ମ କରାଯାଏ ତାହା ହଉଛି ସ୍ୱସ୍ତୟିନୀ। ପୁଣି ସଦାଚାର ମଧ୍ୟ ଇଷ୍ଟ କର୍ମ ନୁହେଁ, ଏଇଟା ମୋର ବ୍ୟକ୍ତିଗତ କର୍ମ। ଅନେକ ସମୟରେ ଆମେ ଡିପି ୱାର୍କରେ ଯାଉ, ଏ ଦୀକ୍ଷା ପତ୍ର କାମରେ ଯେତେବେଳେ ଯାଇକି ଅନ୍ୟମାନଙ୍କୁ ବୁଝଉ, ଦୀକ୍ଷା ନେବା ପାଇଁ ସେମାନଙ୍କୁ ପ୍ରେରିତ କରୁ, ଇଷ୍ଟବୃତ୍ତି ଯୋଉମାନେ ଛାଡି ଦେଇଛନ୍ତି ତାଙ୍କୁ ବୁଝଉ। ବହୁତ ସମୟ ବହୁତ ଲୋକ ଦବାକୁ ପଡେ, କମ୍ପ୍ୟୁଟରରେ କାମ କରିବାକୁ ପଡେ, ମୋବାଇଲରେ ଏଣ୍ଟ୍ରି କରିବାକୁ ପଡେ, ଲୋକେସନ ଦବାକୁ ପଡେ, ଏମିତି ଅନେକ କିଛି କରିବାକୁ ପଡେ। ଇଏ ସବୁକୁ ଯଦି ଆମେ ଭାବୁ ଯେ ଇଏ ହଉଛି ଇଷ୍ଟ କର୍ମ ବୋଲିକି ଭାବୁ, କିନ୍ତୁ ଗତ ଥର ଏବେ ଯୋଉ ଆଚାର୍ଯ୍ୟ ଦେବ ଆସିଥିଲେ ଓଡିଶା ପରିକ୍ରମାରେ, ସେଦିନ କହୁଥିଲେ ଯେ ଇଏ ବି ଇଷ୍ଟ କର୍ମ ନୁହେଁ। କାରଣ ମୁଁ ଯେତେବେଳେ ଦୁଇ ଜଣ ଲୋକ ଗୋଟେ କମନ ଉଦ୍ଦେଶ୍ୟରେ ଯେତେବେଳେ ଯାଆନ୍ତି କୌଣସି ଆଡକୁ, ସେ ବିଷୟରେ କଥୋପକଥନ ହେଇକି ଯାଆନ୍ତି ଏବଂ ସେମାନଙ୍କର ଷ୍ଟ୍ରେସ ଲେଭେଲ ବହୁତ କମ ହୁଏ, କମିଯାଏ ଏବଂ ସେମାନେ ସୁସ୍ୱାସ୍ଥ୍ୟ ସମ୍ପତ୍ତିତ ଜୀବନ ମଧ୍ୟ ଯାପନ କରନ୍ତି। ଏବଂ ଆଚାର୍ଯ୍ୟ ଦେବ ତାହା ହିଁ କହୁଥିଲେ ଯେ ଇଏ ଇଷ୍ଟ କର୍ମ ନୁହେଁ, ଇଏ ହଉଛି ଯୋଉ କର୍ମ ମୁଁ କରେ ଇଏ ହଉଛି ମୋ ପାଇଁ କରେ। ସେଦିନ ଜଣେ ମାଟେ ଚାଲି ପାରୁନି, ଅନେକ ରୋଗରେ ସଂକ୍ରମିତ, ଯେତେବେଳେ ଯାଇକି ଆଚାର୍ଯ୍ୟ ଦେବଙ୍କୁ ନିବେଦନ କରୁଛନ୍ତି, ସେ ମାଟେ କହୁଛନ୍ତି ମୁଁ ଆଉ ଚାଲି ପାରୁନି, ମୁଁ ଅନେକ ରୋଗରେ ପ୍ରପୀଡିତ ଅଛି, ତ ମତେ ରୋଗର ନିରାକରଣ ଉଦ୍ଦେଶ୍ୟରେ ସେ ଆଚାର୍ଯ୍ୟ ଦେବଙ୍କୁ ଯେତେବେଳେ ନିବେଦନ କରନ୍ତି, ଆଚାର୍ଯ୍ୟ ଦେବ ତାଙ୍କୁ କୁହନ୍ତି ତୁମେ ଯାଇକି ଡିପି ୱାର୍କ କାମ କର,
प्रति घर जाइकी यदि चली पारिबनी जेतिकी दूर जाइपारिब धीरे धीरे जाइकी आउ जयगुरु कहब तांको भल मन्द बुझिबो एवं माटी आचार्य देवଙ୍କର कथा को मानिଛନ୍ତି ଯେତେବେଳେ ଯାଇକି ଚେଷ୍ଟା କରିଛନ୍ତି ଏସବୁ କାମ କରିବା ପାଇଁ ଧୀରେ ଧୀରେ ଅନେକ ଦିନ ପରେ ସୁସ୍ଥ ହେଇ ଉଠିଛନ୍ତି। ତେବେ ଇଏ କଣ ଇଷ୍ଟକର୍ମ? ଏଇ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକୁ ପରିପାଳନ କରିବା ଭିତରେ ତାଙ୍କ ବ୍ୟକ୍ତିଗତ ସୁସ୍ୱାସ୍ଥ୍ୟ ସମ୍ବନ୍ଧିତ ଜୀବନ ସେ ଫେରି ପାଇଛନ୍ତି। ଇଏ ତ ବ୍ୟକ୍ତିଗତ କର୍ମ। ତେଣୁ ଡିପି ୱାର୍କ ମଧ୍ୟ ଆମେ ନିଜ ପାଇଁ କରୁ। ଆପଣମାନେ ସମସ୍ତେ ଜାଣିଛନ୍ତି ଆଜି ସମସ୍ତେ ଚାପଗ୍ରସ୍ତ। जो स्ट्रेस मैनेजमेंट जो स्ट्रेस जो आसुची और समस्त अवसादग्रस्त तार कारण होची समाजर गति आज एभली तीव्र हो उठी जीवन स्रोत एते प्रखर हो उठी प्रखरता मनीष को सब किसी देची आर्टिफिशियल इंटेलिजेंस चैट जीपीटी सब किसी हम पाइछु उन्नति पथरे हम आगेइछु। जदि आम किसी गोटे हरई बसु ता हूँ आनंद सुख एवं से आनंदर अभाव मनीष आज शापग्रस्त होती कारण सता सच्चिदानंदमय ये सता सर्वदा आनंद चाहे खुशी चाहे जिते पाई पारे ना से दुखर दुखे प्रपीड़ित हुए तेणु दुख ताको बांधि पकाए एवं ताही चापग्रस्त कराए। डीपी वर्क आम जा घर घर जो जाऊ ये चलवा भर आज तो समस्ते 50% ऑफ द इंडियन पीपुल आर हैविंग द डायबिटिक्स एवं डायबिटिक्स रो मूल कारण को जदि हम देखू तार मूल कारण होची आज कर्म विहीनता। आमे जहा खाऊ ताको आ हजम करि पारू ताको शरीर किसी कर्म रे लागि पारे ना कारण आमे कर्म विमुखता टीवी चलैया छुआ बेले मन अच्छी दौड़ी बहुत दूर जाइए टीवी रिमोट टाक चेंज करिया पड़ता। आज आमती रिमोट आसीगला उठा पड़ू बाहर किसी भोजी भात हेले निमंत्रण करने साइकेल चली चली गाड़ी मटर जाइए निमंत्रण करिया पड़ूला मोबाइल जुग फोटो उठे छाड़देले हो गला निमंत्रण। तेणु ये जो विज्ञान आमको कौन देछि स्थाणुता दे देछि तेणु ये जो फैट डिपोजिशन होछि मेदबहुलता एवं एबे कथा उठी जो इंडियन इकोनॉमी रे जे डाउन होबार मूल कारण होछि मेदबहुलता। तेणु मेदबहुलतार अनेक कंट्रीब्यूशन अछि एवं मेदबहुलता होछि डायबिटीज रो मूल कारण। तेणु जब आम चलिकी डीपी वर्क रे जाऊ शिक्षा पत्र काम रे अनेक गुरु भाई घर को जाऊ वार्तालाप करू ये चालिक चालिकी जीवा भितर ये कर्म करने भितर आमर डायबिटीज कंट्रोल किए एवं आम जो जाऊ अनेक मान सहित आलाप आलोचना कले मो जीवन में जो कष्ट अच्छी मन जन सहित कथा हो जीवन कष्ट शुणिला मो जीवन कष्टटा ठारू ता जीवन कष्ट जो अधिक थाए मोर कष्टटा को भूली जाए तार असुविधा को शुणिकी मो निज असुविधा को भूली जाए। तेणु ताही वास्तव व्यक्तिगत भाव में मो जीवन को परिवर्तन करे। आउ जो सदाचार कथा उठे जो सदाचार सतर आचरण ये सदाचार मनुष्य को तार व्यक्तिगत जीवन को शुद्धता आने तार परिवेश परिवेष्टन भितर शुद्धता आने एवं सोस्तेनी मनुष्यर इकोनॉमिकल अपलिफ्टमेंट काम करे। इट इज ए सोशियो इकोनॉमिक प्लेटफॉर्म आध्यात्मिक सहित मनुष्य को सही धारा भितर जोड़ी रखे तेणु तार इकोनॉमिकल ग्रोथ होता है। तेणु आम ये व्यक्तिगत भाव में मोर आर्थिक उन्नति सुस्थ जिते आवश्यक थाए एवं परिवेश परिवेष्टन समाज उन्नति अनेक भाव हुए एवं जो ग्लोबल वार्मिंग होची जो गरम होची
ତାର ଏ ଗ୍ଲୋବାଲ ୱାର୍ମିଂ ରେ 23% କଣ୍ଟ୍ରିବ୍ୟୁସନ ହଉଛି ମାଂସାହାର। ଏ ମାଂସକୁ ପାଚନ କରିବା ପାଇଁ ପୃଥିବୀରେ ଯେତିକି ଇନ୍ଧନର ଆବଶ୍ୟକ ପଡେ ଆଉ ଯେତିକି ହିଟ୍ ଜେନେରେସନ ହୁଏ 23% କଣ୍ଟ୍ରିବ୍ୟୁଟ କରେ ଗ୍ଲୋବାଲ ୱାର୍ମିଂ ପାଇଁ। କାରଣ ସାଧା ରୋଷେଇ ଠାରୁ ମାଂସ ରୋଷେଇ କଲା ବେଳେ ଅଧିକ ସମୟ ଅଧିକ ଗ୍ୟାସର ଖର୍ଚ୍ଚ ହୁଏ, ଅଧିକ ଇନ୍ଧନର ଖର୍ଚ୍ଚ ହୁଏ। ତଜ୍ଜନିତ ମାନେ ଉତ୍ପନ୍ନ ହଉଥିବା ତାପ ତା ମଧ୍ୟ ଏଇ ତାପଟାକୁ ମାନେ ବିଶ୍ୱ ତାପମାତ୍ରାଟାକୁ ଆହୁରି ବୃଦ୍ଧି କରାଏ। ତେଣୁ ଇଏ ହଉଛି ସମାଜ ଓ ରାଷ୍ଟ୍ର ପାଇଁ। ତେବେ ଇଷ୍ଟ କର୍ମ କଣ? ତେଣୁ ମୁଁ ଯୋଉ କର୍ମ କରେ, ଯୋଉ 3 ପ୍ରକାର କର୍ମ କଥା ଆମେ ଜାଣୁ, ସଞ୍ଚିତ କର୍ମ, ପ୍ରାରବ୍ଧ କର୍ମ ଆଉ କ୍ରିୟାବାନ କର୍ମ। ଟ୍ରେନରେ ମୁଁ ଯେତେବେଳେ ଯିବାକୁ ଥାଏ କୌଣସି ଦୂରକୁ, ଘରୁ କିଛି ଖାଇବା ନେଇକି ଯାଏ। ଟ୍ରେନର ଜର୍ଣ୍ଣି ଯୋଉ ଯାତ୍ରା, ଏ ଜୀବନ ଯାତ୍ରା ଭଳିଆ ମୁଁ ଯାହା କିଛି ମୋର ଚଳନି ପାଇଁ ଯେତିକି ଆବଶ୍ୟକ, ଦୂର ଯାତ୍ରା କଲାବେଳେ ଯେତିକି ଆବଶ୍ୟକ ଯାହା କିଛି ମୁଁ ନେଇକି ଯାଏ, ଖାଇବା ନେଇକି ଯାଏ, ଇଏ ହଉଛି ମୋର ପ୍ରାରବ୍ଧର କର୍ମ। ଏବଂ ଟ୍ରେନରେ ଯାତ୍ରା କଲା ବେଳେ ମୁଁ ଆଉ କିଛି କିଛି ଜିନିଷ ଖାଦ୍ୟ ଟ୍ରେନରେ ମଧ୍ୟ କିଣେ, କିଛି କିଛି ଖାଦ୍ୟ ଟ୍ରେନରେ କିଣେ। ଇଏ ହଉଛି ମୋର କର୍ମ। ଇଏ ସବୁକୁ ଯୋଡି ହେଇକି ମୁଁ ଯାତ୍ରା କରେ ଏବଂ ଯାହା କିଛି କରିକି ଯାଏ ସଞ୍ଚିତ କରେ। ତେଣୁ ଏଇ ଯୋଉ ଜୀବନର ଯାତ୍ରା, এই ଯାତ୍ରା ଭିତରେ ବାସ୍ତବ ଇଷ୍ଟ କର୍ମଟା କୋଉଟା है? ତେଣୁ ସେଦିନ ଜଣେ ଗୁରୁ ଭାଇ ଦାଦାଟେ ଠାକୁରଙ୍କ ସାମ୍ନାରେ ବସିକି ସବୁଦିନ ଠାକୁରଙ୍କର ସାମ୍ନାରେ ବସିକି ଠାକୁରଙ୍କ ମୁହଁକୁ ସେମିତି ଅନେଇକି ବସନ୍ତି। ସେମିତି ବସନ୍ତି। ଆମେ ଆଚାର୍ଯ୍ୟଙ୍କ ପାଖରେ ବି ଯାଇ ବସୁ ଏବଂ ଠାକୁରଙ୍କ ପାଖରେ ମଧ୍ୟ ବସୁଥିଲେ ସମସ୍ତେ। ଠାକୁର ତାର ଉଦ୍ଦେଶ୍ୟରେ ଠାକୁର ସେଦିନ କହୁଥିଲେ ଯେ ମୋରି ସାମ୍ନାରେ ବସିକି ମତେ ଯଦି ସବୁବେଳେ ଅନେଇକି ରହୁ ଏ ଜଣେ, ଇଏ କଣ ଇଷ୍ଟ କର୍ମ? ଠାକୁର ସେଦିନ ଗୋଟେ ବହୁତ ବଡ ଜିନିଷ କହିଥିଲେ। ମୁଁ ଯଦି ଆସିଲା ବେଳେ କେହି ଯଦି ଘରେ ରୋଗଗ୍ରସ୍ତ ଅଛି, ଅସୁବିଧାରେ ଅଛି, ମୁଁ ଯଦି ତାକୁ କିଛି ସାହାଯ୍ୟ କରେ ଏବଂ ତାର ନିରାକରଣ ପାଇଁ କିଛି ଚେଷ୍ଟା କରେ ଏବଂ ତାର ଜଣେ ରୋଗରେ ପଡିଛି, ମୁଁ ଯଦି ତାର ଭଲ ମନ୍ଦ ଖବର ନିଏ, ଇଏ ହଉଛି ବାସ୍ତବ ଇଷ୍ଟ କର୍ମ। ତେଣୁ ଯେତେବେଳେ ଏଠି ସ୍ୱାମୀ ବିବେକାନନ୍ଦଙ୍କର କଥା ମନେ ପଡେ, ନରେନ୍ଦ୍ର ଯୋଉ ସ୍ୱାମୀ ବିବେକାନନ୍ଦରେ ରୂପାନ୍ତରିତ ହବାର ଯୋଉ ବୈପ୍ଳବିକ ପରିବର୍ତ୍ତନ ତାଙ୍କ ଜୀବନରେ ଆସିଥିଲା, ଯେତେବେଳେ ଗୁରୁ ରାମକୃଷ୍ଣ ପରମହଂସଙ୍କ ସହିତ ଯେତେବେଳେ ସାକ୍ଷାତ ହେଲା, ସେ ବିଷୟ ତ ସମସ୍ତେ ଆପଣମାନେ ଜାଣିଛନ୍ତି। ଏବଂ ଯେତେବେଳେ ତାଙ୍କର ସଙ୍ଗ ସାନ୍ନିଧ୍ୟ ଲାଭ କଲା ପରେ, ଯେତେବେଳେ ତାଙ୍କ ଜୀବନରେ ଏ ଆଧ୍ୟାତ୍ମିକ ଚେତନାର ଯୋଉ ପରିବର୍ତ୍ତନ ହେଇଥିଲା, ଯେତେବେଳେ ସିଏ ଧ୍ୟାନସ୍ଥ ହେଇଥିଲେ ଏବଂ ଧ୍ୟାନ କଲା ପରେ ଦିନେ ହଠାତ୍ ସିଏ ନିଜ ଶରୀର ପାଇଲେ। ତାଙ୍କ ଶରୀରକୁ ସେ ଖୋଜିଲେ, ମୋ ଶରୀରଟା କୋଉଠି ଅଛି ବୋଲି। ଭକ୍ତମାନେ ଯାଇକି ରାମକୃଷ୍ଣ ପରମହଂସକୁ କହିଲେ ଯେ ନରେନ ପାଉନି ତା ଶରୀରଟା କୋଉଠି ବୋଲିକି। ରାମକୃଷ୍ଣ ପରମହଂସ ବହୁତ ଖୁସି ହେଇଥିଲେ ଏବଂ ସେ କହିଥିଲେ ଏ ନିର୍ବିକଳ୍ପ ସମାଧିରେ ଚାଲି ଯାଇଛନ୍ତି। ଏବଂ ଅନେକ ଥର ସମାଧିକୁ ଯିବା ପରେ ଯେତେବେଳେ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣଙ୍କୁ ଚାହିଁଲେ, ମୋକ୍ଷ ଚାହିଁଲେ, ନିର୍ବିକଳ୍ପ ସମାଧି ଚାହିଁଲେ,
ସେତେବେଳେ ରାମକୃଷ୍ଣ ପରମହଂସ ତାଙ୍କୁ କହିଲେ, ମୁଁ ଭାବିଥିଲି ଯେ ତୁ ଗୋଟେ ବଟ ବୃକ୍ଷ ହବୁ, ତୋର ବୃକ୍ଷ ତଳେ ଅନେକ ମଣିଷ ଏ ଛାଇର ସ୍ୱାଦକୁ ଏଇ ଯୋଉ ଆସ୍ୱାଦନ କରିବେ, ଅନେକ ପକ୍ଷୀ ସେ ଗଛ ଭିତରେ ଆଶ୍ରୟ ନେବେ, ଅନେକ ମଣିଷ ସେ ଗଛ ମୂଳେ ଆଶ୍ରୟ ନେବେ। କିନ୍ତୁ ଏ ନିର୍ବିକଳ୍ପ ସମାଧି ଏକ ସ୍ୱାର୍ଥପର ଚିନ୍ତାଧାରା। ତେଣୁ ଏଇଠୁ ବୁଝି ହୁଏ ଯେ ବାସ୍ତବ ଇଷ୍ଟ କର୍ମ କଣ। ଯଦି ସେ ନିର୍ବିକଳ୍ପ ସମାଧି ନବା ପାଇଁ ଚେଷ୍ଟା କରିଥାନ୍ତେ, ସେ ନିଜର ବ୍ୟକ୍ତିଗତ ସ୍ୱାର୍ଥରେ ସ୍ୱାର୍ଥ ହେଇଥାନ୍ତା। କିନ୍ତୁ ଯୋଉ ବଟବୃକ୍ଷର କଥା ରାମକୃଷ୍ଣ ପରମହଂସଙ୍କ ଠାରୁ ଶୁଣିଥିଲେ ଏବଂ ସେଇଥିରୁ ସେ ସ୍ଥିର ନିଶ୍ଚିତ କରିନେଇଥିଲେ ଯେ ତାଙ୍କୁ କଣ କରିବାକୁ ପଡିବ। ରାମକୃଷ୍ଣ ପରମହଂସଙ୍କର ମହାସମାଧି ପରେ ସେ ସମ୍ପୂର୍ଣ୍ଣ ଭାରତକୁ ପରିକ୍ରମାରେ ସେ ବାହାରି ପଡିଥିଲେ ଏବଂ ଭାରତରେ ସେ ଇଷ୍ଟ ଚେତନାକୁ ଜାଗ୍ରତ କରିବା ପାଇଁ ଭାରତ କାହିଁକି, ଚିକାଗୋରେ ଯୋଉ ତାଙ୍କର ଅଭିଭାଷଣ ଥିଲା, ମାଇ ବ୍ରଦର ଆଣ୍ଡ ସିଷ୍ଟର, ସମସ୍ତଙ୍କୁ ଅଭିଭୂତ କରିଥିଲା। ଭାରତର ଆଧ୍ୟାତ୍ମିକ ଚେତନାକୁ ବିଶ୍ୱରେ ପ୍ରତିଷ୍ଠା କରିବାରେ ତାଙ୍କର ଯୋଉ ଚେଷ୍ଟା ଥିଲା, ସେ ବାସ୍ତବ ଇଷ୍ଟ କର୍ମରେ ଜୀବନକୁ ଲିପିତ କରିଥିଲେ। ତେଣୁ ଯାହା ଠାକୁର କହୁଥିଲେ ଯେ ମୋ ସାମ୍ନାରେ ବସିଲେ କିଛି ହୁଏ ନା, ତୁମେ ଯାଇକି ଅନ୍ୟମାନଙ୍କର ସେବା କର, ଅନ୍ୟମାନଙ୍କ ପାଇଁ ଜୀବନଟାକୁ ଉତ୍ସର୍ଗ କର, ଆଉ ଅନ୍ୟମାନଙ୍କ ସେବାରେ ଜୀବନକୁ ନିବେଶ କର, ତାହା ହଉଛି ବାସ୍ତବ ଇଷ୍ଟ କର୍ମ। ତେଣୁ ଠାକୁର ଇଷ୍ଟ ଇଷ୍ଟ କର୍ମ ଆଉ ଇଷ୍ଟଙ୍କ ପାଇଁ କର୍ମ, ଏ ଇଷ୍ଟଙ୍କ ପାଇଁ ଯୋଉ କର୍ମ, ତା ଠାକୁର ଚାହିଁଛନ୍ତି। ଠାକୁରଙ୍କୁ ଯେତେବେଳେ ଠାକୁରଙ୍କୁ ଯେତେବେଳେ ଜଣେ ଟାଇମ୍ସ ଅଫ ଇଣ୍ଡିଆର ଜଣେ ଯାଇକି ପଚାରୁଛନ୍ତି ଯେ ଆପଣ ଲୋକମାନଙ୍କ ପାଇଁ ଏତେ କିଛି କରନ୍ତି, ଅନେକ କିଛି କରନ୍ତି, କିନ୍ତୁ ତାକୁ ସବୁ ପେପରରେ କାହିଁକି ବାହାର କରୁନାହାନ୍ତି, ନ୍ୟୁଜ ପେପର। ଠାକୁର କହୁଛନ୍ତି ତୁମେ ତମ ସ୍ତ୍ରୀ ପାଇଁ କର, ତମ ପିଲାମାନଙ୍କ ପାଇଁ କିଛି ଯାହା କିଛି କର, ତାକୁ କଣ ପେପରରେ ବାହାର କର। ତେଣୁ ଏଥିରୁ ଆମକୁ କଣ ଅନୁଭବ ହୁଏ, ଏ ବିଶ୍ୱ ଦୁନିଆଟା ହଉଛି ତାଙ୍କରି ସନ୍ତାନ, ଅଚରାଚର ବିଶ୍ୱ ତାଙ୍କରି ସନ୍ତାନ। ତେଣୁ ଯାହା ଏ ସମାଜ ପାଇଁ, ଏ ଜୀବାତ୍ମା ପାଇଁ ଯାହା କିଛି କରନ୍ତି, କରୁଥିଲେ ଶ୍ରୀ ଠାକୁର, ଇଏ ସବୁ ତାଙ୍କ ନିଜର କାମ ପାଇଁ କରୁଥିଲେ। ଏବଂ ଶ୍ରୀ ଠାକୁର ହଉଛନ୍ତି ଏ ବିବର୍ତ୍ତିତ ମାନବ ସମାଜ ବା ବିବର୍ତ୍ତିତ ମଣିଷ ସମାଜର ପୂର୍ଣ୍ଣ ବିବର୍ତ୍ତିତ ପୁରୁଷ, ପୁରୁଷୋତ୍ତମ, ପୂର୍ଣ୍ଣ ବିବର୍ତ୍ତିତ ପୁରୁଷ, ପୁରୁଷୋତ୍ତମ। ସେ ବ୍ରହ୍ମର ସ୍ୱରୂପ, ପୂର୍ଣ୍ଣ ବ୍ରହ୍ମ, ଦ ଫୁଲଫିଲର, ଦ ବେଷ୍ଟ। ସେ ଅନେକ ପରମ ପିତାଙ୍କୁ ଧରା ପୃଷ୍ଠକୁ ଅବତରଣ କରାଇ ସାରିଲା ପରେ ସେ ହଉଛନ୍ତି ଅବତାରୀ, ସେ ହଉଛନ୍ତି ସୃଷ୍ଟିର ଆଦି ସ୍ପନ୍ଦନ ଏବଂ ସିଏ ହିଁ ପରମ ବ୍ରହ୍ମ, ସେ ହିଁ ବ୍ରହ୍ମର, ପୂର୍ଣ୍ଣ ବ୍ରହ୍ମର ସାକାର ରୂପ। ତେଣୁ ତାଙ୍କ ପାଇଁ କିଛି କର୍ମ କରିବା, ତାଙ୍କ ପାଇଁ ଯୋଉମାନେ ମାନେ ତାଙ୍କର ଠାକୁରଙ୍କର କଥା ଆମର ମନେ ପଡେ, ଯୋଉମାନେ ତାଙ୍କର ପ୍ରତିଦିନ ତାଙ୍କ ପାଇଁ କିଛି କର୍ମ କରନ୍ତି, ତାଙ୍କ ସେବାରେ ନିଜ ଜୀବନକୁ ନିୟୋଜିତ କରିଥାନ୍ତି। ଠାକୁର ସେଦିନ କହୁଛନ୍ତି ସବୁଠୁ ବଡ କର୍ମୀ ହଉଛି ଯେ ବହୁତ ଦୂରରେ ରହିକି ମୋର ପାଖକୁ ନ ଆସିଲେ ମଧ୍ୟ ଦୂରରେ ରହିକି ଯଦି ମୋର ଆଦର୍ଶକୁ, ମୋର ଦର୍ଶନକୁ ଯଦି ଅନ୍ୟମାନଙ୍କ ଭିତରେ ପ୍ରତିଷ୍ଠା କରି ଅନ୍ୟମାନଙ୍କର ମଙ୍ଗଳରେ ନିଜ ଜୀବନକୁ ସମର୍ପିତ କରେ, ତାହା ହଉଛି ବାସ୍ତବ ଇଷ୍ଟ କର୍ମ। ସିଏ ମୋର ଯେ ଗାମୁଛା ଧୋଇ ଦିଏ କି ଗଡୁ ଧରିକି ଚାଲେ, ତା ଅପେକ୍ଷା ଯିଏ ସମାଜର ମଙ୍ଗଳ ପାଇଁ ଯିଏ କର୍ମ କରେ,
ତାହା ହଉଛି ବାସ୍ତବ ଇଷ୍ଟ କର୍ମ, ତାହା ହଉଛି ଏକ ମହାନ କର୍ମ। ଠାକୁର ସେଇଭଳି କର୍ମ କରିବା ପାଇଁ ତୁ ଏ ଅଡିଓ ଆସୁନି? ମୁଁ ଯଦି ତାକୁ ଆସିଲା। ଜୀବନରେ ଯଦି ମୁଁ ତାଙ୍କୁ ମୋ ଚରିତ୍ରରେ ଯଦି ତାଙ୍କୁ ପ୍ରତିପାଳନ ନ କରେ, ମତେ ଦେଖିକି ଯଦି କେହି ଜଣେ ଯଦି ପରିବର୍ତ୍ତନ ହୁଏ ନା, ଯେ ମୋର ଇଷ୍ଟ ମୋ ଗୁରୁଙ୍କୁ ଦେବେ, ପିଲା ଆଚାର୍ଯ୍ୟଙ୍କର କଥା ଯେତେବେଳେ ସେ ଯାଇକି ତାଙ୍କ ଗୁରୁଙ୍କ କଥା ଯୀଶୁ ଖ୍ରୀଷ୍ଟଙ୍କର କଥା ଯେତେବେଳେ କହୁଥିଲେ, ଅନେକ ଦିନ ସେ ଗଲେ, ଅନେକ ଦିନ ସେ କାଲି ଆସନ୍ତି, ସେ ରାଜାଙ୍କ ପାଖକୁ ଯାଆନ୍ତି, ସବୁଦିନ ତାଙ୍କୁ କହନ୍ତି କାଲି ଆସନ୍ତି, ଅନେକ ଥର ସେ ଫେରିଗଲେ, ଅନେକ ଥର ଫେରିଗଲେ। ରାଜା ଭାବିଲେ ଯେତେବେଳେ ସୁଚି ସେ ରାଗିକି ତା ମୁହଁକୁ ଛିପ ପକେଇଦେଲେ, ଛିପଟାକୁ ପୋଛି ଦେଇକି ସେ ଚାଲିଗଲେ। ପୁଣି ଆସିଲେ ରାଜାଙ୍କୁ, ରାଜା ସ୍ତମ୍ଭିତ ହେଇଗଲେ ତାଙ୍କର ଇଷ୍ଟ ପ୍ରେମ ପାଇଁ, ଏବଂ ନିଜେ ସେଇ ଧର୍ମରେ ଦୀକ୍ଷିତ ହେଲେ ଏବଂ ସେ ଧର୍ମ ପ୍ରତିଷ୍ଠାରେ ସେ ବର୍ତ୍ତି ହେଇଗଲେ। କାରଣ ସେଇ ମଣିଷ ପାଖରୁ ସେ ଶିଖିଲେ ସେ କେତେ, ସେ ଗୁରୁ ତାଙ୍କର କେତେ ବଡ ହେଇଥିବେ। ତାକୁ ଅନେକ ତିରସ୍କାର କଲେ, ତାକୁ ପ୍ରହାର କଲେ, ସେ ପ୍ରତ୍ୟୁତ୍ତର କିଛି କହିଲେ। ସେ ତାଙ୍କର ମଙ୍ଗଳ କାମନା କରିକି ଈଶ୍ୱରଙ୍କ ପାଖରେ ଜଣେଇକି ସେ ପୁଣି ଚାଲିଗଲେ। ଏଇ କଥାକୁ ଗାଁର ଜମିଦାର ଦୂରରୁ ଦେଖୁଥିଲେ ଏବଂ ଜାଣିଲା ପରେ ସିଏ ବୁଝିଗଲେ ଯେ ତାଙ୍କର ଗୁରୁ କେତେ ମହାନ ହେଇଥିବେ। ଯେ ଜଣେ ମାନେ ତାଙ୍କର ଶିଷ୍ୟ ଯଦି ଏତେ ମହାନ, ତାଙ୍କ ଗୁରୁ କେତେ ମହାନ ହେଇଥିବେ। ଏବଂ ଧୀରେ ଧୀରେ ବୌଦ୍ଧ ଧର୍ମର ପ୍ରତିଷ୍ଠା ହେଇଥିଲା ତାଙ୍କରି ଦ୍ୱାରା। ତେଣୁ ମୋ ଜୀବନରେ ମୁଁ ଯେତେବେଳେ ଗୁରୁଙ୍କୁ ଧରିଛି, ଗୁରୁଙ୍କର ବୈଶିଷ୍ଟ୍ୟ ଯଦି ମୋର ବୈଶିଷ୍ଟ୍ୟ ରୂପାନ୍ତରିତ ହୁଏ, ଠାକୁର ଯାହା ଚାହୁଁଥିଲେ ତତ୍ ମାଫିକ ଯଦି ମୁଁ କର୍ମ କରେ, ତାହା ହଉଛି ବାସ୍ତବ ଇଷ୍ଟ କର୍ମ। ଠାକୁର କଣ ଚାହୁଁଥିଲେ? ସମସ୍ତଙ୍କର ମଙ୍ଗଳ ଚାହୁଁଥିଲେ, ସମସ୍ତେ ଶାନ୍ତିରେ ସ୍ୱସ୍ତିରେ ଜୀବନ ଧାରଣ କରନ୍ତୁ, ତାହା ହିଁ ଠାକୁର ଚାହୁଁଥିଲେ। ତଦ୍ ମାଫିକ ମୁଁ ଯଦି କିଛି କର୍ମ କରେ, ତାହା ହଉଛି ବାସ୍ତବ ଇଷ୍ଟ କର୍ମ। ମୁଁ ସକାଳ ସନ୍ଧ୍ୟା ପ୍ରାର୍ଥନା କରେ, ସକାଳୁ ଉଠି ନାମ ଧ୍ୟାନ କରେ, ସନ୍ଧ୍ୟାର ପ୍ରାର୍ଥନା କରେ, ଦିନ ତମାମ ସାତ୍विକ ଭୋଜନ ଗ୍ରହଣ କରେ, ଦିନ ତମାମ ନାମ କରେ। ଇଏ ସବୁ ହଉଛି ମୋର ବ୍ୟକ୍ତିଗତ ସାଧନା, ଇଏ ଇଷ୍ଟ କର୍ମ ନୁହେଁ। ଠାକୁରଙ୍କର ଯାହା ଉଦ୍ଦେଶ୍ୟ ଥିଲା, ସେ ଉଦ୍ଦେଶ୍ୟ ହଉଛି ଏ ରାଷ୍ଟ୍ରର ମଙ୍ଗଳ, ଏ ସମାଜର ମଙ୍ଗଳ, ଏ ଧରାପୃଷ୍ଠର ମଙ୍ଗଳ। ଏଇ ମଙ୍ଗଳ ପାଇଁ ଯୋଉ କିଛି ମୁଁ କର୍ମ କରେ, ତାହା ହଉଛି ବାସ୍ତବ ଇଷ୍ଟ କର୍ମ। ତେଣୁ ଠାକୁର ଯାହା ଚାହୁଁଥିଲେ, ପ୍ରତି ଜୀବାତ୍ମା, ପ୍ରତି ଜୀବସତ୍ତାର ଉନ୍ନତି ପାଇଁ ଠାକୁର ଚାହୁଁଥିଲେ, ପ୍ରତି ଜୀବସତ୍ତାର ଉନ୍ନତି ପାଇଁ ଠାକୁର ଚାହୁଁଥିଲେ। ଏବଂ ପ୍ରତି ଜୀବସତ୍ତାର, ଆପଣ ସମସ୍ତେ ଜାଣିଛନ୍ତି ଯେ ଠାକୁରଙ୍କ ପାଖରେ କସ୍ମିକ କନସିୟସନେସ ଥିଲା, ୟୁନିଭର୍ସାଲ କନସିୟସନେସ ଥିଲା, ଯୋଉଥିପାଇଁ ସେ ପୂର୍ଣ୍ଣ ବିବର୍ତ୍ତିତ ପରମ ବ୍ରହ୍ମ, ପୂର୍ଣ୍ଣ ବ୍ରହ୍ମ।
এই ଯୋଉ এই ୟୁନିଭର୍ସାଲ କନସିୟସନେସ୍ ଯାହା ଥିଲା ବିଶ୍ୱ ଚେତନା, ଏ ବିଶ୍ୱ ଚେତନାକୁ ଥରେ ଆମେ ଯଦି ବୁଝିବା ତାହେଲେ ଆମେ ବାସ୍ତବ ଇଷ୍ଟ କର୍ମଟାକୁ ବୁଝିପାରିବା। ଜଣେ ଆଡଭୋକେଟ ଯିଏକି 50,000 ଟଙ୍କା ଚାର୍ଜ କରିଥିଲେ ଠାକୁର ପାଖରୁ ଗୋଟେ କେସ୍ ଲଢିବା ପାଇଁ, ସେ କିଛି ଦିନ ରହିଲା ପରେ ସେ ଅନୁଭବ କରିଥିଲେ ଯେ ଠାକୁରଙ୍କର ଦିଟା ରୂପ ଅଛି। ଗୋଟେ ହଉଛି ସୂକ୍ଷ୍ମ ରୂପ ବା ମାଇକ୍ରୋସ୍କୋପିକ, ଆଉ ଗୋଟେ ହଉଛି ମାକ୍ରୋସ୍କୋପିକ ବା ସ୍ଥୂଳ ରୂପ। ଏଇ ସ୍ଥୂଳ ଭାବରେ ସିଏ ଭକ୍ତମାନଙ୍କ ସହିତ କଥା ହଉଥିଲେ, ଗାଧଉଥିଲେ, ଖାଉଥିଲେ, ପିଉଥିଲେ, ସବୁ କିଛି କରୁଥିଲେ, ତାହା ହଉଛି ସ୍ଥୂଳ ରୂପ ତାଙ୍କର। କିନ୍ତୁ ସୂକ୍ଷ୍ମ ରୂପରେ ମାଇକ୍ରୋସ୍କୋପିକାଲି ଏ ବିଶ୍ୱ ବ୍ରହ୍ମାଣ୍ଡକୁ ସେ ଆଚ୍ଛାଦିତ କରିକି ରଖିଥିଲେ। ଏଇ ଯୋଉ ବିଶ୍ୱ ବ୍ରହ୍ମାଣ୍ଡକୁ ଆଚ୍ଛାଦିତ କରିକି ରଖିଥିଲେ ତାହା ହିଁ ତାଙ୍କର ବିଶ୍ୱ ଚେତନା, କସ୍ମିକ କନସିୟସନେସ୍। କାରଣ ଏ ବିଶ୍ୱର ସ୍ପନ୍ଦନ ତାଙ୍କ ଭିତରେ ସ୍ପନ୍ଦାୟିତ ହେଇକି ଥିଲା। ସେଇଥିପାଇଁ ଠାକୁର କହୁଥିଲେ ଏ ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଘନାୟିତ ରୂପ, ଏ ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଘନାୟିତ ରୂପ। The call of your sound reaches to me because I am the sound. এই ইন্ডিভিজুয়াল কনসিয়াসনেস ଆଉ ୟୁନିଭର୍ସାଲ କନସିୟସନେସ୍ ଭିତରେ ଡିଫରେନ୍ସ କଣ? ମୋ ଶରୀରରେ କୋଉଠି ଆଘାତ ଲାଗିଲେ ମତେ କଷ୍ଟ ହୁଏ, ମୋ ପେଟ ଯନ୍ତ୍ରଣା କଲେ ମତେ କଷ୍ଟ ହୁଏ, ମୁଣ୍ଡ ବ୍ୟଥା କଲେ ମତେ ଯନ୍ତ୍ରଣା କଲେ ମତେ କଷ୍ଟ ହୁଏ, କାରଣ ମୋ ବ୍ୟକ୍ତିଗତ ଚେତନା ଭିତରେ ହିଁ ଆବଦ୍ଧ। ମୋ ସ୍ତ୍ରୀ ପେଟ ପେନ୍ କଲେ, ଗୋଡ ଦରଜ କଲେ ମୁଁ ଅନୁଭବ କରିପାରେ ଯେ ମୋର ଯଦି ଏଇ ଯନ୍ତ୍ରଣା ହଉଥାନ୍ତା ମତେ କେତେ କଷ୍ଟ ହଉଥାନ୍ତା। କିନ୍ତୁ ତାର ଯନ୍ତ୍ରଣାଟାକୁ ମୁଁ ନିଜ ଭିତରେ ଅନୁଭବ କରିପାରେ। ମା ମଧ୍ୟ ସନ୍ତାନକୁ ବହୁତ ଭଲ ପାଏ, କିନ୍ତୁ ସନ୍ତାନର ଯେତେବେଳେ ଯନ୍ତ୍ରଣା ହୁଏ ସେ ଯନ୍ତ୍ରଣାଟାକୁ ଅନୁଭବ କରିପାରେ, ଗଭୀର ଭାବରେ ଅନୁଭବ କରିପାରେ, କିନ୍ତୁ ତାର ଯନ୍ତ୍ରଣାଟାକୁ ନିଜ ଭିତରେ ଅନୁଭବ କରିପାରେ ନା। କାରଣ ଆମେ ବ୍ୟକ୍ତିଗତ ଚେତନା ଭିତରେ ହିଁ ସୀମିତ। ଚେତନା ବା କନସିୟସନେସ୍ ଟା ଯାହା ମତେ ଚେତେଇକି ରଖିଛି, ଜୀବନ୍ତ କରିକି ରଖିଛି, ମୋର ଆତ୍ମିକ ଚେତନା ମଧ୍ୟ ଅଛି। କିନ୍ତୁ ଠାକୁରଙ୍କ ପାଖରେ ବିଶ୍ୱ ଚେତନା ଥିଲା। ଠାକୁର ସହିତ ପଦ୍ମା ନଦୀରୁ ସନ୍ଧ୍ୟା ସମୟରେ ଖରାଦିନ ଗାଧେଇକି ଫେରିଲା ବେଳେ ଗାମୁଛା କାନ୍ଧରେ ପକେଇକି ଫେରୁଛନ୍ତି, ପ୍ରଫୁଲ୍ଲଦା ଠାକୁରଙ୍କ ସହିତ ଆସୁଛନ୍ତି, ହଠାତ୍ ଦେଖୁଛନ୍ତି ଗୋଟେ ଗାଈଟେ ପଘାରେ ବନ୍ଧା ହେଇକି ପଦ୍ମା ନଦୀ ଭିତରକୁ ଗଳି ପଡିଛି, ଚିତ୍କାର କରୁଛି, ମୃତ୍ୟୁର ନିକଟ ହେଇଯାଇଛି। ଏବଂ ସେ ଯୋଉ ପଘାଟାରେ ତଳକୁ ଝୁଲି ପଡିଛି ତାର ବେକର ଚମଡା ଗୁଡାକ ଛାଡିକି ରକ୍ତାକ୍ତ ହେଇଯାଇଛି ଏବଂ ମୃତ୍ୟୁ ଅବସ୍ଥା ଆସିଯାଇଛି। ଠାକୁରଙ୍କ ନିର୍ଦ୍ଦେଶରେ ଦାଦା ଯାଇକି ଯେତେବେଳେ ସେଇ ପଘାଟାକୁ କାଟି ଦେଇଛନ୍ତି, ଗାଈଟା ଜୀବନ ପାଇଯାଇଛି। ଠାକୁର ଯେତେବେଳେ ଗାଧେଇକି ଯାଇଛନ୍ତି, ଘରକୁ ଯାଉଛନ୍ତି, ବେକରେ ତ ଗାମୁଛା ପଡିଥିଲା, ଯେତେବେଳେ ଗାମୁଛା ବେକରୁ କାଢି ଦିଆଯାଏ ଠାକୁରଙ୍କ ବେକରେ ସେଇ ଦାଗର, ବେକରେ ଯୋଉ ପଘାର ଦାଗର ଚିହ୍ନ, ତାମାନେ ଅନ୍ୟର ଯନ୍ତ୍ରଣାଟାକୁ, ଅନ୍ୟର ବେଦନା, ଅନ୍ୟର କଷ୍ଟଟାକୁ ନିଜ ଭିତରେ ଅନୁଭବ କରିପାରିଛନ୍ତି ସେଦିନ। ଇଏ ହଉଛି ବିଶ୍ୱ ଚେତନା। ସେଦିନ ଏ ଆଚାର୍ଯ୍ୟ ପରମ୍ପରା ଭିତରେ ମଧ୍ୟ ତାହା ଦେଖାଯାଏ। ତାକୁ ଆଲୋଚନା କରିବା। ସେ ଠାକୁରଙ୍କ ପାଖକୁ ଯେତେବେଳେ ଗୋଟେ ଚଢେଇଟାକୁ ମାରିବା ପାଇଁ ଯେତେବେଳେ ବଣିକଟା ତାକୁ ମାନେ ବାଟୁଳି ମାରିକି ଯୋଉ ବାଡିରେ ବାଡି କନେକ୍ଟ କରି ତାକୁ ଖେଞ୍ଚିକି ଧରନ୍ତି, ଧରି ଦେଇଛନ୍ତି, ଠାକୁର ପିଲାବେଳ ଅବସ୍ଥାରେ ତାର କଷ୍ଟଟାକୁ ସହି ପାରୁନାହାନ୍ତି, ଦୌଡୁଛନ୍ତି, ଗଡିଛନ୍ତି ମାଟି ଉପରେ, ତାର ପ୍ରତିକାର କରିପାରୁନାହାନ୍ତି, କିନ୍ତୁ ଗଡୁଛନ୍ତି ମାଟି ଉପରେ, ସହ୍ୟ କରିପାରୁନାହାନ୍ତି ତାର କଷ୍ଟ। କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଯେତେବେଳେ ଆସିଛନ୍ତି ଠାକୁରଙ୍କ ପାଖକୁ, ଶୁଣିଛନ୍ତି ଭଗବାନ ବୋଲିକି, ଯେତେବେଳେ ଠାକୁର ଗୋଟେ ଇଞ୍ଜେକ୍ସନ ନଉଛନ୍ତି ଆ କରି ଚିତ୍କାର କରି, ସେ ଭାବୁଛନ୍ତି ଯିଏ ନିଜେ କଷ୍ଟ ଦୂର କରି ପାରୁନାହାନ୍ତି,
इंजेक्शन नौचंती सी कौन भगवान आउ सी कौन विश्वर रक्षाकर्ता आउ सी विश्वर कौन भगवान यही प्रश्न पचारिଛନ୍ତି मन ଭିତରେ ଥିବା ପ୍ରଶ୍ନ ପଚାରିଛନ୍ତି ଠାକୁର ସିନ୍ଦୁର କହୁଛନ୍ତି ତୁ ଦେଖୁଛ ସେ ଯୋଉ ସାମ୍ନାରେ ଯୋଉ ଗଛଟା କେମିତି କେ କେ କରୁଛି କୃଷ୍ଣ ପ୍ରଶ୍ନ ଘଟା ସେଟା ବୁଝିପାରୁନାହାନ୍ତି ତାଙ୍କ ପ୍ରଶ୍ନର ଉତ୍ତର ତୁମେ କଣ ଭଗବାନ ସେ କେ କେ ଗଛ କରୁଛି ସେଥିରେ କଣ ଉତ୍ତର ପର ମୁହୂର୍ତ୍ତରେ ବୁଝିଛନ୍ତି କାରଣ ସେ ଗଛର ଯୋଉ କୋରଡ ଥିଲା ତା ଭିତରେ ସେ ଯୋଉ କଷ୍ଟ ପାଇକି ସେ ତଳକୁ ଖସି ଯାଉଥାଏ ଯେତେବେଳେ ଉପରକୁ ଉଠେ ସେ ଗଛ ଯୋଉ କେ କରେ ସେ ହଉଛି ତାର ଯନ୍ତ୍ରଣା ସେ ଯନ୍ତ୍ରଣାକୁ ନିଜ ଭିତରେ ଅନୁଭବ କରୁଛନ୍ତି ଠାକୁର ଏ ବିଶ୍ୱର ସମସ୍ତ ଯନ୍ତ୍ରଣାକୁ ନିଜ ଭିତରେ ଅନୁଭବ କରୁଥିଲେ କାରଣ ସେ ବିଶ୍ୱ ଚେତନାର ସମାହିତ ଅନେକ କଥା ଅଛି ଯୋଉଥିରେ ଠାକୁରଙ୍କର ସେ କଥା ଜଣା ପଡେ ଯେ ତାଙ୍କ ଭିତରେ ଯୋଉ କସ୍ମିକ କନସିୟସନେସ ଥିଲା ବିଶ୍ୱ ଚେତନା ଥିଲା ସେଇଥିରୁ ହିଁ ଅନୁଭବ କରାଯାଏ ତେଣୁ ଆମେ ଅନ୍ୟମାନଙ୍କର ଦୁଃଖଟାକୁ ଅନୁଭବ କରିପାରୁନା ସେଦିନ ଆଉ ଟିକେ କହି ରଖେ ବଡଦାଙ୍କୁ ଜଣେ ଯାଇକି ଦାଦା କେନ୍ଦ୍ରାପଡାରେ ସରୋଜ ଦାଙ୍କର ଝିଅର ଆଖି ଲାଲ ଲାଲ ହେଇକି ବଡ ବଡ ହେଇଯାଇଛି ସେଥିରେ ଯାଇକି ନିବେଦନ କରିଛନ୍ତି ବଡଦା ତା ପରଦିନ ଦେଓଘର ଯିବାର ଥାଏ ଝାରସୁଗୁଡାରେ ଅବସ୍ଥାନ କରୁଥାନ୍ତି ଯେତେବେଳେ କହୁଛନ୍ତି ବଡଦା ହଁ ଭଲ ହେଇଛି ବୋଲି କହିଛନ୍ତି କିନ୍ତୁ ତା ପରଦିନ ବଳଦାଙ୍କର ଆଖି ଫୁଲି ଯାଇଛି ସିଏ ଆଉ ଯାଇନାହାନ୍ତି ସେଦିନ କାରଣ ତାଙ୍କର ସେଇ ଯୋଉ ଝିଅର ଯୋଉ ଆଖିର ଯନ୍ତ୍ରଣା ରୋଗକୁ ନିଜ ଭିତରକୁ ନେଇଯାଇଛନ୍ତି ଇଏ ହଉଛନ୍ତି ବିଶ୍ୱ ଚେତନା କାରରେ ଯାଉଛନ୍ତି ଅବିତା କାରରେ ଆହୁରି 5 ଜଣ ବସିଛନ୍ତି କାରଟେ ଯାଇକି ଗୋଟେ ଟ୍ରକ୍ ସହିତ ଧକ୍କା ଖାଇଛି ଅବିନ୍ଦା ବସିଛନ୍ତି ଡ୍ରାଇଭର ପାଖ ସିଟରେ ପଛରେ 3 ଜଣ ଡ୍ରାଇଭର ବସିଛନ୍ତି ଡ୍ରାଇଭର ପଟରେ ଧକ୍କା ହେଲା ଦେଖନ୍ତୁ ଡ୍ରାଇଭର ପଟରେ ଧକ୍କା ହେଲା ଏ ଧକ୍କାରେ କାର ଭାଙ୍ଗିଲା ଟ୍ରକ୍ ଭାଙ୍ଗିଲା କିନ୍ତୁ ଅବିନ୍ଦାଙ୍କ ମୁଣ୍ଡରେ ଗୋଟେ ବିରାଟ ବଡ ଆପଣ ମାନେ ଦେଖିଥିବେ ଗୋଟେ ଆବୁ ଭଳିଆ ବହୁତ ଦିନ ରହିଥିଲା ମୁଣ୍ଡ ଖଣ୍ଡିଆ ହେଇଥିଲା ଆଉ କାହାର କିଛି କ୍ଷତି ହେଲାନି ଡ୍ରାଇଭର ପଟରେ ଆକ୍ସିଡେଣ୍ଟ ହେଲା ଡ୍ରାଇଭର କିଛି ହେଲାନି ସବୁ ଯନ୍ତ୍ରଣାକୁ ସେ ନିଜ ଭିତରେ ନେଇଯାଇଥିଲେ ଆଚାର୍ଯ୍ୟ ପରମ୍ପରା ଭିତରେ ସେଇ ଯୋଉ ୟୁନିଭର୍ସାଲ କନସିୟସନେସ ଟା ମଧ୍ୟ ଦେଖିବାକୁ ମିଳେ ତେଣୁ ଏଇ ଯୋଉ ଇଷ୍ଟ କର୍ମଟାକୁ ଆମେ ଯଦି ବୁଝୁ ଏଇ ଯୋଉ ଆଧ୍ୟାତ୍ମିକତା ପଥରେ ଆମେ ଜୀବନଟାକୁ ଅତିବାହିତ କଲେ ତେଣୁ ଆଧ୍ୟାତ୍ମିକତାର ସଂଜ୍ଞା ଦେଇ ବଡଦା ଏଇ ଯୋଉ ଆଧ୍ୟାତ୍ମିକତାର ସଂଜ୍ଞା ଯାହା ଠାକୁର କହୁଛନ୍ତି ଯେଉଁ କର୍ମ ମଣିଷକୁ ଯୋଉ ଭାବ କର୍ମ ମଣିଷକୁ କାରଣମୁଖୀ କରିଦିଏ ତାହା ହଉଛି ଆଧ୍ୟାତ୍ମିକତା ଏଇ ଏଇ କର୍ମ ମଣିଷକୁ କାରଣମୁଖୀ କରିଦିଏ ଏଇ କାରଣମୁଖୀର ଉଦ୍ଦେଶ୍ୟକୁ ଯଦି ଆମେ ବୁଝୁ କି ମାନେ ସବୁ ମୂଳର ଯୋଉ କାରଣଟା କଣ ସେଇଥିରୁ ଜଣା ପଡେ ସେଇଥିରୁ ଜଣା ଯେ ଇଷ୍ଟ କର୍ମଟା କଣ କାରଣ ଆମେ ବହୁତ କିଛି କଥା କହୁ କାମ କମ କରୁ ଠାକୁର କହୁଛନ୍ତି ଇଏ ହଉଛନ୍ତି ପ୍ରଥମ ଶ୍ରେଣୀର କର୍ମୀ ଯେତିକି କହେ ସେତିକି କରେ ଇଏ ହଉଛି ଦ୍ୱିତୀୟ ଶ୍ରେଣୀ କହେ ଯେତିକି କହେ ବେଶୀ କରେ ଇଏ ହଉଛି ତୃତୀୟ ଶ୍ରେଣୀର କର୍ମୀ ଆଉ ଯାହାର କହିବାରେ ବି ଆଳସ୍ୟ ଆଉ କରିବାରେ ବି ଆଳସ୍ୟ ସେ ହଉଛି ଅଧମ ଇଏ ହଉଛି ଠାକୁରଙ୍କ କଥା ତେଣୁ ଏଇ ବାସ୍ତବ ଭାବରେ ଆମେ ଯେତେବେଳେ ଠାକୁରଙ୍କୁ ଆମ ଜୀବନରେ ଗ୍ରହଣ କରିଛେ ତାଙ୍କର ନିର୍ଦ୍ଦେଶିତ ପଥରେ ତାଙ୍କର ଆଦର୍ଶର ଯୋଉ ପ୍ରତିଷ୍ଠା କରିବା ତାହା ହଉଛି ବାସ୍ତବ ଭାବରେ ତାହା ହଉଛି ବାସ୍ତବ ଇଷ୍ଟକର୍ମ ମାନେ ସେଇ ଇଷ୍ଟଙ୍କର ପ୍ରତିଷ୍ଠା ପାଇଁ ବା ଇଷ୍ଟଙ୍କୁ ଯୋଉ
ସର୍ବଭୂତରେ ଆତ୍ମବୋଧ ସମସ୍ତଙ୍କର ମଙ୍ଗଳ ପାଇଁ ଯୋଉ କର୍ମ କରାଯାଇପାରେ ତାହା ହଉଛି ବାସ୍ତବ ଇଷ୍ଟ କର୍ମ। ତା ଦ୍ୱାରା ଇଷ୍ଟଙ୍କର ପ୍ରତିଷ୍ଠା ହୁଏ ଏବଂ ଅନ୍ୟମାନଙ୍କୁ ସେମାନେ ମଧ୍ୟ ଅନ୍ୟମାନଙ୍କୁ ମାନେ ସେଇ ଭଳି ଭାବରେ ପ୍ରେରିତ କରିବାରେ ସାହାଯ୍ୟ କରନ୍ତି। ତେଣୁ ଆମର ବ୍ୟକ୍ତିଗତ ଜୀବନରେ ତାହା ହିଁ ରହିବା କଥା। ଆମେ ଜୀବନରେ ସେଇ ଇଷ୍ଟ କର୍ମ ଯଦି ଆମେ ଠିକ ଭାବରେ କରି ତେଣୁ ଇଷ୍ଟଙ୍କର ପ୍ରତିଷ୍ଠା ହେବା ସହିତ ଆମ ଜୀବନ ମଧ୍ୟ ଧନ୍ୟ ହୋଇ ଉଠେ। ତେଣୁ ଆଉ କିଛି ଆଲୋଚନା ବଢେଇବାକୁ ଚାହୁଁନି। ସୁଭାଷ ଭାଇଙ୍କର ଯୋଉ ଆପ୍ରାଣ ଚେଷ୍ଟା ଫଳରେ ଓଡ଼ିଶା ସତ୍ସଙ୍ଗ ବହୁତ ଆଗେଇ ଚାଲିଛି। ତେଣୁ ତାଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେବି। ବିଜୟ ଦା ମଧ୍ୟ ପଛପଟେ ରହିକି ସାହାଯ୍ୟ କରି ଚାଲିଛନ୍ତି। ତେଣୁ ସମସ୍ତଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ଏଠି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ସୁଭାଷ ଭାଇ, ଜୟ ଗୁରୁ।